ଅଶୁଚିରେ ବିବାହ ବିଧି ଓ କେଉଁ ସଂକେତ ଥିଲେ ବିବାହ ନିଷେଧ ରହିଛି ତାହା ଏହି ଭିଡିଓଟିରୁ ଆପଣ ଜାଣିପାରିବେ। ପୂର୍ବ ସଂକଳ୍ପିତ ବିବାହ, ଉତ୍ସବ, ଯଜ୍ଞ, କର୍ମମାନଙ୍କ ମଧ୍ୟରେ ଜନ୍ମ ଶୌଚ ବା ମରଣ ଶୌଚ ପଡ଼ିଲେ ସେ ଦୋଷ ଧରାଯାଏ ନାହିଁ। ବ୍ରତ, ଯଜ୍ଞ, ବିବାହ, ଶ୍ରାଦ୍ଧ, ହୋମ, ପୂଜା ଓ ତପ ଇତ୍ୟାଦି କର୍ମ ଆରମ୍ଭ ହୋଇଗଲା ପରେ ଅଶୌଚ ଘଟିଲେ କର୍ମ ବନ୍ଦ ହେବ ନାହିଁ। ବିବାହ ଓ ଯଜ୍ଞ ହୋମ ସମୟରେ କନ୍ୟା ଋତୁମତୀ ହେଲେ ତାହାକୁ ସ୍ନାନ କରାଇ ବିଧିପୂର୍ବକ ସଂସ୍କାର କରି ଆହୁତି ଦେଲେ କର୍ମରେ ନିଯୁକ୍ତି କରିବ। ଏବେ ଜାଣିବେ ବିବାହ ନିଷେଧର କେଉଁ ସବୁ ସଂକେତ ଜାଣିଲେ ବିବାହ ନିଷେଧ ହୋଇଥାଏ। ଜ୍ୟେଷ୍ଠ ମାସରେ ଜ୍ୟେଷ୍ଠ ବର ଓ ଜ୍ୟେଷ୍ଠ କନ୍ୟାର ବିବାହ ନିଷେଧ। ଏଥିରୁ ଅନ୍ୟର ଅର୍ଥାତ୍ 2 ବା 1 ଜ୍ୟେଷ୍ଠ ହେଲେ ବିବାହ ସମ୍ପନ୍ନ ହୋଇଥାଏ। 2 ଜ୍ୟେଷ୍ଠ ବିବାହର ଫଳ ମଧ୍ୟମ ହୋଇଥାଏ। 2 ଜ୍ୟେଷ୍ଠ ଅର୍ଥାତ୍ ପୁତ୍ର ଜ୍ୟେଷ୍ଠ ହୋଇଥିବ କିମ୍ବା କନ୍ୟା ଜ୍ୟେଷ୍ଠ ହୋଇଥିବ। 2 ଜ୍ୟେଷ୍ଠ ହୋଇଥିବ କିନ୍ତୁ ମାସ ଜ୍ୟେଷ୍ଠ ହୋଇନଥିବ। 3ଟି ମଧ୍ୟରୁ ଯେକୌଣସି 2 ଜ୍ୟେଷ୍ଠ ହେଲେ ବିବାହ ହୋଇଥାଏ ବା 1 ଜ୍ୟେଷ୍ଠରେ ମଧ୍ୟ ବିବାହ ଉତ୍ତମ ଫଳପ୍ରଦ ହୋଇଥାଏ। କିନ୍ତୁ 3 ଜ୍ୟେଷ୍ଠ ହେଲେ ବିବାହ କଦାପି ହୋଇନଥାଏ। ଏହା ସର୍ବସମ୍ମତ ନୁହେଁ। ଜନ୍ମ ମାସରେ, ଜନ୍ମ ଦିବସରେ ଓ ଜନ୍ମ ନକ୍ଷତ୍ରରେ ବର କନ୍ୟାର କଦାପି ଶୁଭ କର୍ମ ନିଷେଧ ଅଟେ।